ସେହି ସମୟର କଥା, ଯେତେବେଳେ ମୋର ମୋ ପତ୍ନୀଙ୍କ ସହ ଟିକେ ମତଭେଦ ଚାଲୁଥିଲା। ବୋଧହୁଏ ଆମ ମଧ୍ୟରେ 20ରୁ 25 ଦିନ ହେବ କୌଣସି ବାର୍ତ୍ତାଳାପ ନଥିଲା। ମୋତେ ମୋର ସମ୍ପର୍କୀୟଙ୍କ ଘର ମୁମ୍ବାଇ ଯିବାକୁ ପଡ଼ିଲା। ମୁଁ ସରକାରୀ ବସ୍ ଯୋଗେ ଯିବାକୁ ସ୍ଥିର କଲି। ମୁଁ ରାତି 10ଟା ଗାଡ଼ିରେ ବାହାରି ଗଲି। ବସ୍ର ସବୁଠୁ ପଛ ସିଟ୍ର ଝରକା କାଚ ଭାଙ୍ଗି ଯାଇଥିଲା। ଥଣ୍ଡା ହେତୁ କେହି ସେଠାରେ ବସିବାକୁ ଚାହୁଁନଥିଲେ। ବସ୍ଟି ପୂରା ପୂର୍ଣ୍ଣ ଥିଲା। ବର୍ତ୍ତମାନ ମୁଁ ନିଜକୁ ଦାୟୀ କରିବାକୁ ଲାଗିଲି ଯେ ଯଦି ମୁଁ ବ୍ୟକ୍ତିଗତ କାର୍ରେ ଯାଇଥାନ୍ତି ତେବେ ଭଲ ହୋଇଥାନ୍ତା। ଆସିଲା ବେଳେ ମୁଁ କୌଣସି କମ୍ବଳ କିମ୍ବା ଶାଲ୍ ମଧ୍ୟ ନେଇନଥିଲି। ମୋର ପାଖରେ ଜଣେ ବୃଦ୍ଧ ବ୍ୟକ୍ତି ବସିଥିଲେ। ବସ୍ଟି ଚାଲିବା ଆରମ୍ଭ କଲା। ଝରକାର ଭଙ୍ଗା କାଚ ଦେଇ ପ୍ରବଳ ପବନ ଆସୁଥିଲା। ବୃଦ୍ଧ ବ୍ୟକ୍ତି ଜଣକ ତାଙ୍କର କମ୍ବଳ ବାହାର କରି ଘୋଡ଼ି ହେଲେ। ମୁଁ ଶୀତରେ ଥରୁଥିଲି। ଯେତେବେଳେ ବସ୍ ଷ୍ଟପେଜ୍ରେ ଅଟକି ରହିଲା, ଲୋକମାନେ ଏଥିରୁ ଓହ୍ଲାଇଲେ ଏବଂ ସେଠାରେ ଠିଆ ହୋଇଥିବା ଲୋକମାନେ ଶୀଘ୍ର ବସିଲେ। ମୁଁ ପୁଣି ମୋ ସ୍ଥାନରେ ଫସିଗଲି। ମୋ ପାଖରେ ଥିବା ବୃଦ୍ଧ ମଧ୍ୟ ଆଗକୁ ଯାଇଥିଲେ। ବସ୍ ପୁଣି ଚାଲିବା ଆରମ୍ଭ କଲା। ପ୍ରାୟ 1 ଘଣ୍ଟା ପରେ ବସ୍ ଏକ ଢାବାଠାରେ ଅଟକିଗଲା ଏବଂ ମୁଁ ମଧ୍ୟ ଓହ୍ଲାଇଲି। ମୋର ଖାଦ୍ୟ ଖାଇବା ପାଇଁ ଇଚ୍ଛା ନଥିଲା। ବାହାରେ କେବଳ ବୁଲୁଥିଲି। ସେଠାରେ ଏକ ସାଧାରଣ ଦୋକାନ ଥିଲା। ସେଠାରେ ଥିବା ସିଗାରେଟ୍ ଉପରେ ମୋର ନଜର ପଡ଼ିଲା। ଏହା ଦେଖି ମୋ ମନ ହଲଚଲ ହେବାକୁ ଲାଗିଲା ଏବଂ ମୁଁ 2-3 ପ୍ୟାକେଟ୍ କିଣିଲି। ଦୋକାନୀ ମୋତେ କହିଲା, "କ'ଣ ସାର୍, ଏକୁଟିଆ ଯାତ୍ରା କରୁଛ?" ମୁଁ ହଁ ଉତ୍ତର ଦେଲି। ସେ ଦୋକାନୀ କହିଲା, "ଆଜି ତୁମର ଭାଗ୍ୟ ଭଲ ନାହିଁ। ଯେଉଁ 2 ଝିଅ ଏଠାରେ ଖୁସି କରିବାକୁ ଆସନ୍ତି ସେମାନେ ମଧ୍ୟ ଆସିନାହାନ୍ତି, ନଚେତ୍ 500 ଟଙ୍କାରେ କାମ ହୋଇଯାଇଥାନ୍ତା।" ମୁଁ ତାଙ୍କୁ ପଚାରିଲି, "ତୁମେ କ'ଣ କହିବାକୁ ଚାହୁଁଛ? ମୋତେ ଏମିତି ସେମିତି ଭାବୁଛ କି?" ଦୋକାନୀ କହିଲା, "ନା ସାର୍, ଏହା କହିବା ମୋର କାମ। ଅଫର୍ ନେବା କିମ୍ବା ନ ନେବା ତୁମର କାମ।" ମୁଁ ସେଠାରୁ ଯାଇ ବସ୍ରେ ବସିଲି। ଫେରି ଆସିବା ପରେ ମୁଁ ମୋର ଭାଗ୍ୟକୁ ଦୋଷ ଦେବା ଆରମ୍ଭ କଲି। କାରଣ ପ୍ରତିଦିନ ମୁଁ ମୋ ପତ୍ନୀଙ୍କ ସହ ଅନାବଶ୍ୟକ ଝଗଡ଼ା କରୁଥିଲି ଏବଂ ମୋ ପତ୍ନୀ ବିରକ୍ତ ହୋଇ ମୁହଁ ଫୁଲେଇ ବସୁଥିଲେ। ଏଥର ମଧ୍ୟ ପ୍ରାୟ ସମାନ ଘଟଣା ଘଟିଥିଲା। ମୁଁ ତାଙ୍କ ସହିତ ପ୍ରାୟ 20ରୁ 25 ଦିନ ହେବ କଥା ହୋଇନଥିଲି। ତା ଉପରେ ଏହି ଥଣ୍ଡା ଯୋଗୁଁ ମୋର ଅବସ୍ଥା ଅଧିକ ଖରାପ ହେବାରେ ଲାଗିଛି। ମନେ ମନେ ମୋ ପତ୍ନୀ ସହିତ ଥିବା ମୁହୂର୍ତ୍ତଗୁଡ଼ିକ ଭାବୁଥିଲି ଏବଂ ମୁଁ ଭିତରେ କିଛି ଅନୁଭବ କଲି। ତାପରେ ମୁଁ ଭାବିଲି, ଯେତେବେଳେ ମୁଁ ଘରକୁ ଯିବି ମୁଁ ମୋ ପତ୍ନୀକୁ ବୁଝାଇ ମନାଇ ନେବି। ଆଜି ମୋର ତାଙ୍କ କଥା ବହୁତ ମନେ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ତ ମୁଁ କିଛି କରିପାରିବି ନାହିଁ। ତାପରେ ମୋ ସିଟ୍ରେ ବସି ବସି କେତେବେଳେ ଶୋଇପଡ଼ିଲି ଜାଣିପାରିଲି ନାହିଁ। ତାପରେ ମୋର ଆଖି ସେତେବେଳେ ଖୋଲିଲା ଯେତେବେଳେ ବସ୍ ମଝି ରାସ୍ତାରେ ଅଟକିଗଲା। ମୁଁ ଝରକା ବାହାରକୁ ଚାହିଁଲି। ସେବେ ମୁଁ ଦେଖିଲି ଜଣେ ମହିଳା ତାଙ୍କ 2 ଝିଅ ସହିତ ଏକାଠି ବସ୍ରେ ଚଢ଼ୁଥିଲେ। ଏହି ମହିଳା ବହୁତ ବିଳମ୍ବିତ ରାତିରେ ଜଣାନାହିଁ କେଉଁଠାରୁ ଆସୁଥିଲେ। ସେ ମହିଳା ଜଣକ ବହୁତ ସୁନ୍ଦର ଦେଖାଯାଉଥିଲେ। ସେ କୌଣସି ସ୍ଥାନରୁ 2 ସନ୍ତାନର ମାତା ଭଳି ଲାଗୁନଥିଲେ। ବସ୍ କଣ୍ଡକ୍ଟର ମହିଳାଙ୍କୁ ବସ୍ ଭିତରେ ରଖି ପୁଣି କବାଟ ବନ୍ଦ କରିଦେଲେ। ବସ୍ ସମ୍ପୂର୍ଣ୍ଣ ପୂର୍ଣ୍ଣ ଥିଲା। କୌଣସି ସ୍ଥାନରେ ବସିବାର ସ୍ଥାନ ନଥିଲା। ସେହି ମହିଳା ବସ୍ କଣ୍ଡକ୍ଟରଙ୍କ ପାଖରେ ବସିଥିଲେ। କିଛି ସମୟ ପରେ ମୋ ପାଖରେ ଥିବା 2 ବୟସ୍କ ବ୍ୟକ୍ତିଙ୍କ ଗନ୍ତବ୍ୟସ୍ଥଳ ପହଞ୍ଚି ସାରିଥିଲା। ମୁଁ ମନକୁ ମନ ଭାବିଲି, ଭଲ ହେଲା, ଭଗବାନଙ୍କୁ ଧନ୍ୟବାଦ ଦେଲି। ସେମାନେ ଓହ୍ଲାଇ ଯାଇଥିଲେ। ମୁଁ ଶୋଇଥିବା ବେଳେ ଦୁହେଁ ଏତେ ଜୋରରେ ଘୁଙ୍ଗୁଡ଼ି ମାରୁଥିଲେ ଯେ ମୋତେ ଶୋଇବା କଷ୍ଟକର ଥିଲା। ମୋର ମଧ୍ୟ ଅସୁବିଧା ହେଉଥିଲା ଏବଂ ଏହା ଉପରେ ଥଣ୍ଡା ହେତୁ ଅବସ୍ଥା ବିଗିଡ଼ି ଯାଉଥିଲା। ମୋ ପାଖରେ ଥିବା ସିଟ୍ ଖାଲି ଥିଲା। ତେଣୁ ସେହି ମହିଳା ଆସି ମୋ ପାଖରେ ବସିଥିଲେ। ସାଥିରେ 2 ଝିଅ ମଧ୍ୟ ଥିଲେ। ମୋତେ ଦେଖି ମହିଳା ଜଣକ ଟିକିଏ ଲାଜ ଅନୁଭବ କଲେ।
ତାଙ୍କୁ ଦେଖିବା ପରେ ମୁଁ ଟିକେ ହସିଲି ଏବଂ ତାପରେ ବସ୍ ଚଳପ୍ରଚଳ ଆରମ୍ଭ କଲା। ଯେତେବେଳେ ବସ୍ ଚାଲୁଥିଲା, ଭଙ୍ଗା ଝରକା ପଟୁ ପବନ ବହୁତ ଜୋରରେ ଆସୁଥିଲା। ବହୁତ ଜୋରରେ ଥଣ୍ଡା ଅନୁଭବ ହେଉଥିଲା। ସେ ମଧ୍ୟ ଥଣ୍ଡା ଅନୁଭବ କରିବାକୁ ଲାଗିଲେ। ସେ ବ୍ୟାଗରୁ ଏକ ଚାଦର ବାହାର କରି ନିଜକୁ ଏବଂ ପିଲାମାନଙ୍କୁ ଆଚ୍ଛାଦନ କଲେ। ଥଣ୍ଡା କାରଣରୁ ମୋର ଶରୀର ଥରିବା ଆରମ୍ଭ ହେଲା। ମୋ ଥରିବା ଦେଖି ମହିଳା ଜଣକ କହିଲେ, ଯଦି କିଛି ଖରାପ ନ ଭାବ, ମୋର ଏକ ଅତିରିକ୍ତ ଚାଦର ଅଛି। ଯଦି ତୁମେ ଏହାକୁ ନେବାକୁ ଚାହୁଁଛ, ତୁମେ ଏହାକୁ ନେଇପାରିବ। ମୁଁ ତୁରନ୍ତ ତାଙ୍କୁ ହଁ କହିଲି, କାରଣ ମୋର ଅନ୍ୟ କୌଣସି ବିକଳ୍ପ ନଥିଲା। ମୁଁ ସଙ୍ଗେ ସଙ୍ଗେ ତାଙ୍କ ଦ୍ୱାରା ଦିଆଯାଇଥିବା ଚାଦରରେ ନିଜକୁ ଆଚ୍ଛାଦନ କଲି। ବର୍ତ୍ତମାନ ମୁଁ ଶୀତରୁ ମୁକ୍ତି ପାଇଥିଲି। ତାପରେ ଧୀରେ ଧୀରେ ମୁଁ ଏବଂ ସେହି ମହିଳାଙ୍କ ମଧ୍ୟରେ ବାର୍ତ୍ତାଳାପ ଆରମ୍ଭ ହେଲା। କଥାବାର୍ତ୍ତା ବେଳେ ସେ କହିଥିଲେ ଯେ ସେ ତାଙ୍କ ଘରକୁ ଯାଉଛନ୍ତି। ତାଙ୍କ ସ୍ୱାମୀ ଆଉ ଏହି ଦୁନିଆରେ ନାହାନ୍ତି। ସେ ଏକୁଟିଆ ଏବଂ ସେ ଏକ କାରଖାନାରେ କାମ କରନ୍ତି। ଏହି କାରଣରୁ ସେ ରାତିରେ ଆସିବାରେ ବିଳମ୍ବ ହେଉଛି। ତାଙ୍କ ମୁଖର ସରଳତା ଦେଖି ମୁଁ ତାଙ୍କ ଉପରେ ପ୍ରଭାବିତ ହୋଇଗଲି। ସେ ରୂପରେ ବହୁତ ସୁନ୍ଦର ଥିଲେ। ତାଙ୍କ ସୌନ୍ଦର୍ଯ୍ୟ ଦ୍ୱାରା ଯେ କେହି ବି ତାଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ବସ୍ ବହୁତ ଦ୍ରୁତ ଗତିରେ ଚାଲୁଥିଲା ଏବଂ ଯେତେବେଳେ ବସ୍ ହଠାତ୍ ଅଟକିଗଲା, ମହିଳା ଜଣକ ମୋ ଛାତିରେ ଆସି ବାଡ଼େଇ ହେଲେ ଏବଂ ମୋର ଅତି ନିକଟତର ହେବା ପରେ ସେ ଟିକିଏ ଲଜ୍ଜା ଅନୁଭବ କଲେ। ମୁଁ ମଧ୍ୟ ଭିତରୁ ବହୁ ଲଜ୍ଜା ଅନୁଭବ କରୁଥିଲି। ଏବେ ମୋର ହୃଦୟ ଭିତରୁ ଉତ୍ଫୁଲ୍ଲିତ ହେବାକୁ ଲାଗିଲା। ପ୍ରଥମତଃ ମୋର ପତ୍ନୀଙ୍କ ସହ କଥାବାର୍ତ୍ତା ଓ ମିଶିବାର 20ରୁ 25 ଦିନ ହୋଇଯାଇଥିଲା। କିନ୍ତୁ ମୁଁ ନିଜକୁ ବହୁତ ନିୟନ୍ତ୍ରଣ ରଖିଲି। ଏହାପରେ ମହିଳା ଜଣକ ତାଙ୍କ ସ୍ଥାନକୁ ଯାଇ ଠିକ୍ ଭାବରେ ବସିଥିଲେ। ତାପରେ ଯେତେବେଳେ ବସ୍ ଚଳପ୍ରଚଳ ଆରମ୍ଭ କଲା, ମହିଳା ଜଣକ ଧୀରେ ଧୀରେ ମୋ ପାଖକୁ ଆସିବାକୁ ଲାଗିଲେ। ତାଙ୍କର 2 ଝିଅ ଏବଂ ପୂରା ବସ୍ର ଯାତ୍ରୀ ଶୋଇଯାଇଥିଲେ। ଆମର ସିଟ୍ ପୂରା ଶେଷରେ ଥିଲା। ତେଣୁ ଆମକୁ କେହି ଆଦୌ ଧ୍ୟାନ ଦେବାକୁ ସକ୍ଷମ ହୋଇନଥିଲେ। ମୁଁ ଚାଦର ଘୋଡ଼ି ହୋଇ ଶୋଇବାର ବାହାନା ଆରମ୍ଭ କଲି। ଧୀରେ ଧୀରେ ଯେପରି ବସ୍ ଚାଲୁଥିଲା, ଆମେ ପରସ୍ପର ଦେହକୁ ସ୍ପର୍ଶ କରିବା ଆରମ୍ଭ କଲୁ। ଶରୀର ସହିତ ଧକ୍କା ହେତୁ ମୁଁ ଖୁସି ଥିଲି। ଯେତେବେଳେ ମୋ ହାତ ତାଙ୍କ ହାତକୁ ଛୁଇଁଲା, ସେ ମୋତେ ଆଦୌ କିଛି କହିଲେ ନାହିଁ, ବରଂ ଲଜ୍ଜା ଅନୁଭବ କଲେ। ବର୍ତ୍ତମାନ ମୁଁ ତାଙ୍କ ପାର୍ଶ୍ୱରୁ ଇଙ୍ଗିତ ବୁଝିପାରିଲି। ଆମେ ଦୁହେଁ ଏହିପରି ବସ୍ ଯୋଗେ ଯାତ୍ରା କରିଥିଲୁ। ଏବେ ମୋ ଭିତରେ ଉତ୍ତେଜନା ହୋଇଥିଲା। ମୁଁ ଆଉ ନିଜକୁ ନିୟନ୍ତ୍ରଣ କରିପାରିଲି ନାହିଁ। ଏବେ ମୁଁ ଚାଦର ଭିତରେ ତାଙ୍କ ହାତ ଧରିଥିଲି। ମୁଁ ଯେତେବେଳେ ତାଙ୍କ ହାତ ଧରିଥିଲି, ସେ ତଥାପି ମୋତେ କିଛି କହିନଥିଲେ ଏବଂ ତାପରେ ଆମେ ଦୁହେଁ ଏକାଠି ଯାତ୍ରା କଲୁ। କେହି ଭାବିବାକୁ ମଧ୍ୟ ସକ୍ଷମ ହେବେ ନାହିଁ। ରାତିର ଅନ୍ଧାରରେ ଏକ ଚଳନ୍ତା ବସ୍ରେ ଆମେ ପରସ୍ପରକୁ ନିଜର ପ୍ରେମ ବ୍ୟକ୍ତ କରିଥିଲୁ। ମୁଁ ଯେତେବେଳେ ତାଙ୍କ ହାତ ଧରିଥିଲି, ଏହା ବହୁତ ନରମ ଥିଲା। ସେ ସ୍ତ୍ରୀ ବହୁତ ସୁନ୍ଦର ଥିଲେ। ମୁଁ ଯେତେବେଳେ ତାଙ୍କୁ ଆଲିଙ୍ଗନ କଲି, ତାଙ୍କ ଦେହର ବାସ୍ନା ମୋତେ ପାଗଳ କରିଦେଲା। ତାଙ୍କ ଦେହର ଆଶ୍ଚର୍ଯ୍ୟଜନକ ବାସ୍ନା ଆସୁଥିଲା, ଯାହା ମୋତେ ତାଙ୍କ ଆଡ଼କୁ ଅଧିକ ଆକର୍ଷିତ କରୁଥିଲା। ମୁଁ ନିଜକୁ ନିୟନ୍ତ୍ରଣ କରିପାରିଲି ନାହିଁ ଏବଂ ମୁଁ ମଧ୍ୟ ଅନିୟନ୍ତ୍ରିତ ହେବାକୁ ଚାହୁଁଥିଲି। ଧୀରେ ଧୀରେ ମୁଁ ତାଙ୍କ ଦେହର ଚାରିଆଡ଼େ ସ୍ପର୍ଶ କରିବାକୁ ଲାଗିଲି। ତାଙ୍କ ଚୁମ୍ବନରେ ବିମୋହିତ ହୋଇଗଲି। ତାଙ୍କ ଅନ୍ତଃବସ୍ତ୍ରରେ ହାତ ପୂରାଇ ତାଙ୍କୁ ଶାନ୍ତ କଲି। ସେ ମଧ୍ୟ ସମାନ ମୋ ସହ କଲେ। ମୁଁ ସେତେବେଳେ ମୋ ପତ୍ନୀଙ୍କୁ ଆଦୌ ମିସ୍ କରୁନଥିଲି। ବର୍ତ୍ତମାନ ମୁଁ କେବଳ ସେହି କ୍ଷଣଗୁଡ଼ିକ ବିତାଇବାକୁ ଚାହୁଁଛି। ତାପରେ ମହିଳା ଜଣକ ମୋତେ କହିବା ଆରମ୍ଭ କଲେ ଯେ କିଛି ସମୟ ପରେ ସେ ବସ୍ରୁ ଓହ୍ଲାଇବେ, କାରଣ ତାଙ୍କ ଗନ୍ତବ୍ୟସ୍ଥଳ ନିକଟ ଥିଲା। ଏହା ଶୁଣି ମୁଁ ବହୁତ ଦୁଃଖିତ ହେଲି। କିନ୍ତୁ ସେ ମୋତେ
ଚିନ୍ତା ନ କରିବାକୁ କହିଥିଲେ। ଯଦି ତୁମେ ଚାହଁ ତୁମେ ମୋ ସହିତ ମୋ ଘରକୁ ଆସିପାରିବ। ମୁଁ ତାଙ୍କୁ କହିଲି, ଏହା କିପରି ସମ୍ଭବ ହୋଇପାରିବ? କାହିଁକି ସମ୍ଭବ ନୁହେଁ ବୋଲି ସେ କହିଲେ, ମୋ ଘରେ କେବଳ ମୋ ମା ଓ 2 ଛୁଆ ରୁହନ୍ତି ଏବଂ ସେ ଏହି ସମୟରେ ନିଶ୍ଚୟ ଶୋଇଥିବେ। କେହି କିଛି ଜାଣିପାରିବେ ନାହିଁ। ଆମେ ଆମର କାମ ଆରାମରେ କରିପାରିବା। ଆମକୁ ପରସ୍ପରଠାରୁ ଅଲଗା କରିବାକୁ କେହି ସମର୍ଥ ହେବେ ନାହିଁ। ଏବେ ତାଙ୍କ ପାଟିରୁ ପ୍ରେମର ଶବ୍ଦ ଶୁଣିବା ପରେ ମୁଁ ଖୁସି ହେଲି। ବର୍ତ୍ତମାନ ମୁଁ ଯେକୌଣସି ଉପାୟରେ ସବୁକିଛି କରିବାକୁ ଚାହୁଁଥିଲି। କାରଣ ସର୍ବପ୍ରଥମେ ସେ ବହୁତ ସୁନ୍ଦର ଏବଂ ଲୋଭନୀୟ ଥିଲେ ଏବଂ ତାଙ୍କ ଶରୀରରୁ ଏପରି ଏକ ଅଦ୍ଭୁତ ସୁଗନ୍ଧ ଥିଲା ଯାହା ମୋତେ ତାଙ୍କ ଆଡ଼କୁ ଆକର୍ଷିତ କରୁଥିଲା। ମୁଁ ନିଜକୁ ନିୟନ୍ତ୍ରଣ କରିପାରିଲି ନାହିଁ ଏବଂ ତାଙ୍କୁ କହିଲି ଯେ ମୁଁ ମଧ୍ୟ ତାଙ୍କ ସହିତ ବସ୍ରୁ ଓହ୍ଲାଇବି। ବର୍ତ୍ତମାନ ମୁଁ ଯାହା ଚାହୁଁଥିଲି ତାହା ମଧ୍ୟ ସେ ଚାହୁଁଥିଲେ। ଯେତେବେଳେ ଆମେ ବସ୍ରୁ ଓହ୍ଲାଇଲୁ ସେ ମୋତେ ସାଙ୍ଗରେ ଏକ ଘଞ୍ଚ ଜଙ୍ଗଲକୁ ନେଇଗଲେ। ମୁଁ ଭାବିଲି, ବୋଧହୁଏ ଏହା ସେ ଚାହୁଁଛନ୍ତି। ମୁଁ ବହୁତ ଖୁସି ଥିଲି। ମୁଁ ଜାଣେ ନାହିଁ କ'ଣ ହେଲା ଯେ ସେ ଯାହା କହିଲେ ମୁଁ ସେଇଆ କଲି। ମୁଁ ତାଙ୍କ ସହିତ ସମାନ କାର୍ଯ୍ୟ ଜାରି ରଖିଲି ଏବଂ ତାଙ୍କ ସହିତ ସେହି ରାସ୍ତାରେ ଚାଲିଲି ଯେଉଁଠାରେ ବହୁତ ଅନ୍ଧକାର ଥିଲା ଏବଂ ଚାରିଆଡ଼େ ଜଙ୍ଗଲ ଥିଲା। ସେହି ଜଙ୍ଗଲ ମଝିରେ ଏକ ଛୋଟ କୁଟୀର ନିର୍ମାଣ କରାଯାଇଥିଲା। ମୁଁ ଭାବିଲି, ବୋଧହୁଏ ଏହା ତାଙ୍କ ଘର। ବର୍ତ୍ତମାନ ମୁଁ ଭିତରୁ ଉତ୍ତେଜନାରୁ ତଡ଼ପିବାକୁ ଲାଗିଲି ଏବଂ ସେ ମଧ୍ୟ ମୋ ସହିତ ଯନ୍ତ୍ରଣା ଭୋଗୁଥିଲେ। ଯେତେବେଳେ ଆମେ ଦୁହେଁ ସେହି ଘର ଭିତରକୁ ଗଲୁ, ଭିତରର ଦୃଶ୍ୟ ଦେଖିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେ ତାଙ୍କର 2 ଝିଅଙ୍କୁ ଅନ୍ୟ ଗୋଟିଏ କୋଠରୀରେ ନେଇ ଶୋଇଦେଲେ ଏବଂ ମୋତେ ଅନ୍ୟ କୋଠରୀକୁ ନେଇଗଲେ। ସେହି କୋଠରୀରେ ବହୁତ ନରମ ଏବଂ ଗଦିର ଶଯ୍ୟା ସ୍ଥାପିତ ହୋଇଥିଲା। ମୁଁ ସେହି ଶଯ୍ୟା ଉପରେ ଶୋଇବା ମାତ୍ରେ ସେ ମୋ ନିକଟତର ହେବାକୁ ଲାଗିଲେ ଏବଂ ସେତିକି ପାଖେଇ ଆସିଲେ ଓ ମୋ ସାର୍ଟ ଖୋଲିବା ଆରମ୍ଭ କଲେ। ମୋ ଉପରେ ଶୋଇ ନିଜକୁ ପୂରା ସମର୍ପଣ କରିଦେଲେ। 2ଟି ଶରୀର ଏକ ହୋଇଗଲା। ମୁଁ ଯାହା କରିବାକୁ ଚାହୁଁଥିଲି ସବୁକିଛି କରିଥିଲି। ତାପରେ 4 ଜଣ ଶକ୍ତିଶାଳୀ ଲୋକ ମୋ ସମ୍ମୁଖକୁ ଆସିଲେ। ମୁଁ ସେସବୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ମୁଁ ଯେତେବେଳେ ସେହି ମହିଳାଙ୍କୁ ପଚାରିଲି, ଏହି ପୁରୁଷ କିଏ? ସେ ହସିବାକୁ ଲାଗିଲା ଏବଂ ଏତେ ଜୋରରେ ହସିବାକୁ ଲାଗିଲା ଯେମିତି ସେ ଶୟତାନ ଅଟେ। ବର୍ତ୍ତମାନ ମୁଁ କ'ଣ କରିବି? ମୋ ସହିତ କ'ଣ ଘଟୁଛି ମୁଁ ବୁଝିପାରିଲି ନାହିଁ। କାହିଁକି ସେହି ଲୋକମାନେ ଏତେ ହସୁଥିଲେ? ସେହି 4 ଜଣ ଲୋକ ମୋ ପାଖକୁ ଆସି ମୋ ବେକକୁ ଧରି କହିଲେ, ବର୍ତ୍ତମାନ ତୁମ ପାଖରେ ଥିବା ସମସ୍ତ ଟଙ୍କା ବାହାର କର, ନଚେତ୍ ଆମେ ତୁମର ସେହି ଭିଡ଼ିଓ ପ୍ରସ୍ତୁତ କରିଛୁ। ଆମେ ସେହି ଭିଡ଼ିଓକୁ ତୁମ ପତ୍ନୀ ଏବଂ ସମଗ୍ର ଦୁନିଆକୁ ଦେଖାଇବୁ। ଏସବୁ ଶୁଣି ମୋ ପାଦତଳ ଭୂମି ଖସିଗଲା। ଏହାର ଅର୍ଥ କ'ଣ? ଯେତେବେଳେ ମୁଁ ସେହି ମହିଳାଙ୍କୁ ଦେଖିଲି, ସେ କହିବାକୁ ଲାଗିଲେ, ତୁମ ପରି ମୂର୍ଖ ପୁରୁଷମାନେ ଯେଉଁମାନେ ନିଜ ପତ୍ନୀଙ୍କର ହୋଇପାରିବେ ନାହିଁ, ସେହି ଅନ୍ୟ ମହିଳାଙ୍କର କ'ଣ ହେବେ? ଏହିପରି ମୁଁ ତୁମ ଭଳି ଲୋକଙ୍କୁ ମୁଁ ମୋ ଆଙ୍ଗୁଠିରେ ନଚାଉଛି। ତୁମ ପରି ବ୍ୟକ୍ତିଙ୍କୁ ମୁଁ ମୋର ସୌନ୍ଦର୍ଯ୍ୟ ଦେଖାଇ ତାଙ୍କୁ ମୋହିତ କରେ। ସବୁକିଛି କରିବା ପରେ ମୁଁ ସେମାନଙ୍କୁ ବ୍ଲାକମେଲ୍ କରେ। ଯଦି ସେ ମୋ ଚାହିଦା ଉପରେ ଟଙ୍କା ଦିଅନ୍ତି ନାହିଁ, ତେବେ ମୁଁ ତାଙ୍କୁ ମୂଲ୍ୟହୀନ କରି ଛାଡ଼େ। ଏହା ଶୁଣିବା ପରେ ମୋର ଝାଳ ବାହାରିବାକୁ ଲାଗିଲା। ମୁଁ କଳ୍ପନା କରିପାରୁନଥିଲି ଯେ ଏହି ନିରୀହ ଦୃଶ୍ୟ ମହିଳା ନିଶ୍ଚୟ ଅତ୍ୟନ୍ତ ନିଷ୍ଠୁର। ମୋ ପାଖରେ କୌଣସି ରାସ୍ତା ନଥିଲା। ମୋର ସମ୍ପର୍କୀୟଙ୍କ ଘରକୁ ଯିବା ପାଇଁ ଯେତିକି ଟଙ୍କା ନେଇଥିଲି ସେ ଟଙ୍କା ସେମାନଙ୍କୁ ଦେଲି, କିନ୍ତୁ ମଧ୍ୟ ସେମାନେ ମୋତେ ଯିବାକୁ ଦେଲେ ନାହିଁ। ମୁଁ ଚାହୁଁଥିଲି କିପରି ବି ହେଉ ମୁଁ ଏଠାରୁ ବାହାରିଯାଏ, କିନ୍ତୁ ସେହି ଲୋକମାନେ କହିଥିଲେ ଯେ ମୁଁ ତୁରନ୍ତ ସେମାନଙ୍କୁ 10 ଲକ୍ଷ ଦେବି। ଏତେ ପରିମାଣର ଟଙ୍କା ଶୁଣି ମୋ ପାଦତଳ ଭୂମି ଖସିଗଲା। ମୁଁ ତାଙ୍କୁ ପଚାରିଲି,
ମୁଁ ତୁମକୁ ଏତେ ପରିମାଣ ଟଙ୍କା କିପରି ଦେବି? ମୋ ପାଖରେ ଯାହା କିଛି ଟଙ୍କା ଥିଲା ମୁଁ ତୁମକୁ ଦେଇଦେଲି। କିନ୍ତୁ ସେ ମୋତେ ଧମକ ଦେବା ଆରମ୍ଭ କଲେ। ସେମାନେ କହିଲେ ଯେ ଯଦି ତୁମେ ଟଙ୍କା ନ ଦିଅ ତେବେ ତୁମକୁ ଜୀବନରୁ ମାରିଦେବୁ। ସେମାନେ ମୋ ୱାଲେଟ୍ରୁ ମୋର ATM କାର୍ଡ଼ ମଧ୍ୟ ବାହାର କରିଥିଲେ। ସେମାନେ କହିଥିଲେ ଯେ ଆମେ ତୁମ ସହିତ ଜଙ୍ଗଲକୁ ବାହାରକୁ ଯିବୁ ଏବଂ ତୁମେ ସହରର ATM ମେସିନକୁ ଯାଇ ଟଙ୍କା ଉଠାଇ ଆମକୁ ଦେବ। ଏହାପରେ ତୁମେ ତୁମ ରାସ୍ତାରେ ଯିବ ଏବଂ ଆମେ ଆମ ରାସ୍ତାରେ। ଯଦି ତୁମେ ସେଠାରେ କୌଣସି ଚାଲାକି କରିବ ତେବେ ଆମେ ତୁମର ସେହି ଭିଡ଼ିଓକୁ ତୁମର ପରିବାର ସଦସ୍ୟଙ୍କ ସହ ସେୟାର କରିବୁ। ଏହି କାରଣରୁ ସେମାନେ ମୋତେ ଅଧିକ ଧମକ ଦେଉଥିଲେ। କାରଣ ବସ୍ରେ ମୁଁ ସେହି ମହିଳାଙ୍କୁ ମୋର ଘର ବିଷୟରେ କହିଥିଲି ଏବଂ ଠିକଣା ମଧ୍ୟ କହିଥିଲି ଏବଂ ସେ ବାର୍ତ୍ତାଳାପ ସମୟରେ ମୁଁ ମୋ ପତ୍ନୀଙ୍କ ବିଷୟରେ ମଧ୍ୟ କହିଥିଲି ଏବଂ କେଉଁଠାରେ ରହେ ସମସ୍ତଙ୍କ ବିଷୟରେ ମଧ୍ୟ ପଚାରିଥିଲେ। ଏବଂ ଯେତେବେଳେ ସେମାନେ ମୋ ପକେଟରୁ ମୋ ମୋବାଇଲ ବାହାର କଲେ ମୋ ପତ୍ନୀଙ୍କ ନମ୍ବର ମଧ୍ୟ ବାହାର କରିନେଇଥିଲେ। ବର୍ତ୍ତମାନ ମୁଁ କିଛି କରିପାରିଲି ନାହିଁ। ସେ ଏକ ବଡ଼ ଖେଳ ଖେଳିଥିଲେ। ମୁଁ ସେମାନଙ୍କ ସହିତ ଯାଇ ATMକୁ ଗଲି। ଟଙ୍କା ବାହାର କରି ସେମାନଙ୍କୁ ଦେଲି। ଏହାପରେ ମୁଁ ଟିକେ ଶାନ୍ତିରେ ନିଶ୍ୱାସ ନେଲି ଏବଂ ମୁଁ ଭାବିଲି ଯେ ମୁଁ ଜୀବନରେ କେବେ କୌଣସି ବାହାର ମହିଳାଙ୍କୁ ଆଦୌ ବିଶ୍ୱାସ କରିବି ନାହିଁ। ସବୁବେଳେ ମୋ ପତ୍ନୀଙ୍କ ସହିତ ରହିବି। ମୋ ପତ୍ନୀଙ୍କ ସହ କେବେ ପ୍ରତାରଣା କରିବି ନାହିଁ। ମୁଁ ମୋର ସମ୍ପର୍କୀୟଙ୍କ ଘରକୁ ଯିବାକୁ ମଧ୍ୟ ବାତିଲ କରିଦେଇଛି। ମୁଁ ତୁରନ୍ତ ଘରକୁ ଫେରି ମୋ ପତ୍ନୀଙ୍କ ସହ କଥା ହେଲି। ତାଙ୍କୁ କ୍ଷମା ପ୍ରାର୍ଥନା କଲି। କିନ୍ତୁ ମୁଁ ତାଙ୍କୁ ସେ ବିଷୟରେ କିଛି କହିଲି ନାହିଁ। ମୁଁ ତାଙ୍କୁ କହିଲି ମୁଁ ତୁମ ବିନା ବଞ୍ଚିପାରିବି ନାହିଁ। ତେଣୁ ମୁଁ ତୁମ ପାଖକୁ ଫେରି ଆସିଲି। ଏହା ଶୁଣି ସେ ବହୁତ ଖୁସି ହୋଇଗଲେ ଓ ହସି ହସି